ଝାରସୁଗୁଡ଼ାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ। ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପଡ଼ିଆରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ। ଗତ କିଛି ଦିନ ତଳେ ସମ୍ବଲପୁର ଏୟାର ଷ୍ଟ୍ରିପ୍ରେ ହୋଇଥିବା ହୋମଗାର୍ଡ ପରୀକ୍ଷା ସାରା ଦେଶରେ ନୂଆ ପିଢ଼ି ପାଇଁ ଏକ ଚିନ୍ତା ସୃଷ୍ଟି କରିଥିଲା। ସାରା ଦେଶର ନ୍ୟୁଜ୍ ହେଡଲାଇନ୍ ପାଲଟିଥିଲା ଏହି ଦୃଶ୍ୟ। ସେତେବେଳେ ପ୍ରାୟ 9,000 ଯୋଗ୍ୟତାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏବେ ଝାରସୁଗୁଡ଼ାରେ ଠିକ୍ ସେହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଓଏସ୍ଏପି ବାଟାଲିୟନ ପଡ଼ିଆ ପରିସରରେ ଲିଖିତ ପରୀକ୍ଷାରେ ମୋଟ 4,040 ଜଣ ଯୋଗ୍ୟ ପ୍ରାର୍ଥୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ 1,010 ପ୍ରାର୍ଥୀ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ମନୋନୀତ ହେବେ ଏବଂ ତାପରେ ବଛା ହୋଇଥିବା ଉତ୍ତୀର୍ଣ୍ଣ ପ୍ରାର୍ଥୀ ପୂରଣ କରିବେ 102ଟି ହୋମଗାର୍ଡ ପଦବୀ। ତେବେ ଏହି ପରୀକ୍ଷା ଯେତେ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଛି ତାଠୁ ଅଧିକ ଏହା ବେକାରୀ ସମସ୍ୟାର ବିକଳ ପରିସ୍ଥିତିକୁ ଦେଖାଇଛି। ଜିଲ୍ଲାରେ ଏତେ ଖଣିଜ ସମ୍ପଦ ଥାଇ ମଧ୍ୟ ଏଠାକାର ଯୁବପିଢ଼ି ବେକାର, ଯାହା ଉଭୟ ପ୍ରଶାସନ ଏବଂ ସରକାରଙ୍କର ବିଫଳତାକୁ ଦର୍ଶାଉଛି। ଅନ୍ୟପଟେ ଏହି ପରୀକ୍ଷାରେ ଯେଉଁଭଳି କୌଣସି ତ୍ରୁଟି ନ ରହେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। मोर ना गोलापी बा आज तो आसीलु आमे होमगार्ड एग्जाम देवार लगी माने एग्जाम तो देइछु बाकी रिजल्ट आसले सेटा जना पड़बा कि केनता हेछि एग्जाम कणानी आमे तो हमर बेस्ट देवार लगी ट्राई करिछु केनता सिलेक्ट करबे केनता काना हबा सेटा रिजल्ट आसले जना पड़बा। ए बोले परीक्षा जे नहीं थिला केनता हिसाब रे थिला सीसीटीवी कैमरा का? हां सीसीटीवी कैमरा लगी थिला। आ केनता व्यवस्था थिला भितरे? व्यवस्था बेले काना गोटे फील्ड रे ता समस्त बसी करी सने एग्जाम दुतरे रोल नंबर वाइज बोले सनो व्यवस्था येन थिला जो माने आगुरु जनता दुर्नीति रो माने गुरो अभियोग आसुतला सब धरो इथरो केनता हेंता किछि लागु छै? नहीं हेंता किछि तो जना नहीं पड़बार जहां मिलवा उपयुक्त प्रार्थी के मिलवा हां सेटा भाभी करी तो हमें माने आस्टू एग्जाम देबार लगी।